ଏହି ଭିଡ଼ିଓରେ ଆମେ ରମ୍ବସ୍ର କର୍ଣ୍ଣଦ୍ୱୟ ମଧ୍ୟରେ ସମ୍ବନ୍ଧ ଜାଣିବା। ଏଠାରେ ଆମ ପାଖରେ ଗୋଟେ ରମ୍ବସ୍ ଅଛି, ରମ୍ବସ୍ ଏ ବି ସି ଡି। ଏବେ ପ୍ରଥମେ ମୁଁ ଏ ରମ୍ବସ୍ର କର୍ଣ୍ଣଦ୍ୱୟ ଅଙ୍କନ କରିବି। ଦେଖ, କର୍ଣ୍ଣଦ୍ୱୟ ପରସ୍ପରକୁ ଓ ବିନ୍ଦୁରେ ଛେଦ କରିଛନ୍ତି ଏବଂ ଆମେ ଚାରୋଟି ତ୍ରିଭୁଜ ପାଉଛେ। ପ୍ରଥମେ ଆମେ ଜାଣିଛେ ପ୍ରତ୍ୟେକ ରମ୍ବସ୍ ଏହା ଗୋଟେ ଗୋଟେ ସାମାନ୍ତରିକ ଚିତ୍ର ମଧ୍ୟ। ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି, ଏହା ଆମେ ଜାଣିଛେ। ତେଣୁ ମୁଁ ଏଠାରେ ଲେଖିଲି ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। ତେଣୁ ଏଠାରେ ଏଓର ଦୈର୍ଘ୍ୟ ଏବଂ ଓସିର ଦୈର୍ଘ୍ୟ ସମାନ ରହିବ, ବିଓର ଦୈର୍ଘ୍ୟ ଓଡିର ଦୈର୍ଘ୍ୟ ସମାନ ରହିବ। ଏବେ ମୁଁ ତ୍ରିଭୁଜ ଏ ଓ ଡି ଏବଂ ଡି ଓ ସି ଏହି ତ୍ରିଭୁଜ ଦ୍ୱୟକୁ ଦେଖିବି ଯେ ଏ ତ୍ରିଭୁଜ ଦ୍ୱୟ ସର୍ବସମ ହେଉଛନ୍ତି ନା ନାହିଁ। ତେଣୁ ପ୍ରଥମେ ମୁଁ ତ୍ରିଭୁଜ ଏ ଓ ଡି ଏବଂ ତ୍ରିଭୁଜ ଡି ଓ ସି ଅଙ୍କନ କଲି। ଏବେ ଏହି ତ୍ରିଭୁଜ ଦ୍ୱୟ ମଧ୍ୟରେ ଏଡି ଏବଂ ଡିସି ସମାନ ନା ନାହିଁ। ଏଡି ହେଉଛି ରମ୍ବସ୍ର ଗୋଟେ ବାହୁ ଏବଂ ଡିସି ବି ରମ୍ବସ୍ର ଗୋଟେ ବାହୁ ଏବଂ ରମ୍ବସ୍ର ଚାରୋଟି ଯାକ ବାହୁର ଦୈର୍ଘ୍ୟ ସମାନ। ତେଣୁ ଏଡି ଏବଂ ଡିସିର ଦୈର୍ଘ୍ୟ ସମାନ ରହିବ। ତାପରେ ଏଓ ଏବଂ ଓସିର ଦୈର୍ଘ୍ୟ ବି ସମାନ ରହିବ, କାରଣ ରମ୍ବସ୍ର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରିବେ, ଏହା ଆମେ ପଢ଼ିଲେ ଏବେ। ତେଣୁ ଏଓ ଏବଂ ଓସି ବି ସମାନ ରହିଲା। ଏବେ ଓଡି ଏବଂ ଓଡି ଏହା ସାଧାରଣ ବାହୁ ଦୁଇଟି ଯାକ ତ୍ରିଭୁଜରେ ଅଛି। ତେଣୁ ଏଡି ଓ ତ୍ରିଭୁଜର ତିନୋଟି ଯାକ ବାହୁର ଦୈର୍ଘ୍ୟ ସିଡିଓ ତ୍ରିଭୁଜର ତିନୋଟି ଯାକ ବାହୁର ଦୈର୍ଘ୍ୟ ସହ ସମାନ। ତେଣୁ ତ୍ରିଭୁଜ ଦ୍ୱୟ ସର୍ବସମ। ତେଣୁ ମୁଁ ତ୍ରିଭୁଜ ଏ ଡି ଓ ସର୍ବସମ ଲେଖିଲି ତ୍ରିଭୁଜ ସି ଡି ଓ ସହ ଏବଂ ବା ସର୍ବସମତା ଅନୁଯାୟୀ ଏ ଦୁଇଟି ତ୍ରିଭୁଜ ସର୍ବସମ ହେଲେ। ଏବେ ଯେତେବେଳେ ତ୍ରିଭୁଜ ଦ୍ୱୟ ସର୍ବସମ ହେବେ ସେମାନଙ୍କର କୋଣ ଗୁଡ଼ିକ ବି ସର୍ବସମ ହେବେ। ତେଣୁ ଏଇ ଓ କୋଣ ଏ ଓ ଡି କୋଣ ଏବଂ ସି ଓ ଡି କୋଣ ଏ କୋଣ ଦ୍ୱୟ ବି ସମାନ ହେବେ, କାରଣ ଏ ସର୍ବସମରେ ଦେଖ ଓ କୋଣ ଏଠି ତୃତୀୟରେ ଅଛି, ଏଠି ବି ଓ କୋଣ ତୃତୀୟରେ ଅଛି। ତେଣୁ ଓ କୋଣ ସହ ଓ କୋଣ ସମାନ ରହିବ, ସର୍ବସମ ହେବ। ତେଣୁ ମୁଁ ଲେଖିଲି ଏ ଓ ଡି କୋଣ ସର୍ବସମ ହେବ ସି ଓ ଡି କୋଣ ସହ। କିନ୍ତୁ ପିଲାମାନେ ଏହି କୋଣ ଦ୍ୱୟ ତ ଗୋଟିଏ ରେଖାଖଣ୍ଡ ଉପରେ ଅଛି, ଅର୍ଥାତ୍ ଏ କୋଣ ଦ୍ୱୟକୁ ମିଶାଇଲେ 180 ଡିଗ୍ରୀ ହେବ। ବୁଝିପାରୁଛ? ଏ ଓ ଡି କୋଣ ଡି ଓ ସି କୋଣ ମିଶାଇଲେ ଏ ଓ ସି କୋଣ ହେବ। ତେଣୁ ଏ କୋଣର ପରିମାଣ 180 ଡିଗ୍ରୀ। ତେଣୁ ମୁଁ ଲେଖିବି ଏ ଓ ଡି କୋଣର ପରିମାଣ ଯୁକ୍ତ ସି ଓ ଡି କୋଣର ପରିମାଣ ସମାନ 180 ଡିଗ୍ରୀ। ଏବେ ଏ ଓ ଡି କୋଣର ପରିମାଣ ଯାହା ଡି ଓ ସି କୋଣର ପରିମାଣ ସେଇଆ ଆମେ ଲେଖିସାରିଛେ। ତେଣୁ ସି ଓ ଡି ନ ଲେଖି ମୁଁ ଲେଖିବି ଏ ଓ ଡି। ଏବେ ଏ ଓ ଡି କୋଣର ପରିମାଣ ଯୁକ୍ତ ଏ ଓ ଡି କୋଣର ପରିମାଣ ହେଲା 180 ଡିଗ୍ରୀ। ଦୁଇଟି ଏ ଓ ଡି, ତେଣୁ ମୁଁ ଲେଖିବି 2 ଗୁଣନ ଏ ଓ ଡି କୋଣର ପରିମାଣ ସମାନ 180 ଡିଗ୍ରୀ। ଏବେ ଏ ଓ ଡି କୋଣର ପରିମାଣ ହେବ କେତେ? 180 ଡିଗ୍ରୀ ବିଭକ୍ତ 2 ଏବଂ ଆମେ ପାଇଲେ ଏ ଓ ଡି କୋଣର ପରିମାଣ କେତେ? 90 ଡିଗ୍ରୀ ପାଇଲେ। ତେଣୁ ଏ କର୍ଣ୍ଣଦ୍ୱୟ ପରସ୍ପରକୁ ସମକୋଣରେ ସମଦ୍ୱିଖଣ୍ଡ କରୁଛନ୍ତି, ସେଥିଲାଗି ଏ କୋଣର ପରିମାଣ କେତେ? 90 ଡିଗ୍ରୀ ପାଇଲେ। ତେଣୁ ରମ୍ବସ୍ର କର୍ଣ୍ଣଦ୍ୱୟ ପରସ୍ପରକୁ ସମକୋଣରେ ସମଦ୍ୱିଖଣ୍ଡ କରନ୍ତି।